ଆଜିର ପ୍ରଥମ ପ୍ରଶ୍ନଟି ହେଉଛି କେଉଁ ଚା ପିଇଲେ ମାନସିକ ଚାପ ଦୂର ହୁଏ? ଅପସନ୍ ଏ ଡାଲଚିନି, ଅପସନ୍ ବି ତୁଳସୀ, ଅପସନ୍ ସି ପୁଦିନା, ଅପସନ୍ ଡି ଅଦା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ପୁଦିନା ଚା। ଦ୍ୱିତୀୟ ପ୍ରଶ୍ନଟି ହେଉଛି ସକାଳୁ ଖାଲି ପେଟରେ କ'ଣ ଖାଇଲେ ଶ୍ୱାସ ରୋଗ ଭଲ ହୁଏ? ଅପସନ୍ ଏ ଘିଅ, ଅପସନ୍ ବି ଗୁଡ଼, ଅପସନ୍ ସି ନିମ୍ବପତ୍ର, ଅପସନ୍ ଡି ଅଦା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଗୁଡ଼। ତୃତୀୟ ପ୍ରଶ୍ନଟି ହେଉଛି ଶୁଖୁଆ ଖାଇବା ଦ୍ୱାରା କେଉଁ ରୋଗ ହୁଏ? ଅପସନ୍ ଏ କିଡ଼ନୀ ରୋଗ, ଅପସନ୍ ସି ଲିଭର ରୋଗ, ଅପସନ୍ ସି ଚର୍ମ ରୋଗ, ଅପସନ୍ ଡି ଆଖି ରୋଗ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଚର୍ମ ରୋଗ। ଚତୁର୍ଥ ପ୍ରଶ୍ନଟି ହେଉଛି କେଉଁ ଦେଶରେ ପରୀକ୍ଷାର ଆରମ୍ଭ ହୋଇଥିଲା? ଅପସନ୍ ଏ ଭାରତ ଦେଶ, ଅପସନ୍ ବି ଚାଇନା ଦେଶ, ଅପସନ୍ ସି ଇଟାଲୀ ଦେଶ, ଅପସନ୍ ଡି ରୁଷିଆ ଦେଶ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଚାଇନା ଦେଶ। ପଞ୍ଚମ ପ୍ରଶ୍ନଟି ହେଉଛି ପୁଦିନା ପତ୍ର ଖାଇଲେ କେଉଁ ସମସ୍ୟା ଦୂର ହୁଏ? ଅପସନ୍ ଏ ପେଟ ଗ୍ୟାସ୍ ସମସ୍ୟା, ଅପସନ୍ ବି ଶ୍ୱାସରୋଗ ସମସ୍ୟା, ଅପସନ୍ ସି ଟିବି ସମସ୍ୟା, ଅପସନ୍ ଡି ମ୍ୟାଲେରିଆ ସମସ୍ୟା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ପେଟ ଗ୍ୟାସ୍ ସମସ୍ୟା। ଷଷ୍ଠ ପ୍ରଶ୍ନଟି ହେଉଛି କେଉଁ ପଶୁ ସର୍ବପ୍ରଥମେ ମହାକାଶକୁ ଯାଇଥିଲା? ଅପସନ୍ ଏ ବାଘ, ଅପସନ୍ ବି କୁକୁର, ଅପସନ୍ ସି ମେଣ୍ଢା, ଅପସନ୍ ଡି ଗାଈ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି କୁକୁର। ସପ୍ତମ ପ୍ରଶ୍ନଟି ହେଉଛି ସାରୁ ଖାଇଲେ କେଉଁ ରୋଗ ଭଲ ହୁଏ? ଅପସନ୍ ଏ ଟିବି ରୋଗ, ଅପସନ୍ ବି ମ୍ୟାଲେରିଆ ରୋଗ, ଅପସନ୍ ସି ଜଣ୍ଡିସ୍ ରୋଗ, ଅପସନ୍ ଡି ରକ୍ତହୀନତା ରୋଗ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ରକ୍ତହୀନତା ରୋଗ। ଅଷ୍ଟମ ପ୍ରଶ୍ନଟି ହେଉଛି ସାଇକେଲ ଚଲାଇବା ଦ୍ୱାରା କେଉଁ ରୋଗ ଭଲ ହୁଏ? ଅପସନ୍ ଏ ମ୍ୟାଲେରିଆ ରୋଗ, ଅପସନ୍ ବି ଜଣ୍ଡିସ୍ ରୋଗ, ଅପସନ୍ ସି ହାର୍ଟ ରୋଗ, ଅପସନ୍ ଡି ଟିବି ରୋଗ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ହାର୍ଟ ରୋଗ। ନବମ ପ୍ରଶ୍ନଟି ହେଉଛି କ'ଣ ଖାଇଲେ ମଣିଷ ଶରୀରରେ ରକ୍ତ ଅଭାବ ଖୁବ୍ ଶୀଘ୍ର ଭଲ ହୋଇଥାଏ? ଅପସନ୍ ଏ ବିଟ୍, ଅପସନ୍ ବି କିସମିସ୍, ଅପସନ୍ ସି ଡାଳିମ୍ବ, ଅପସନ୍ ଡି ଏ ସମସ୍ତ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଏ ସମସ୍ତ। ଦଶମ ପ୍ରଶ୍ନଟି ହେଉଛି ଭାରତର କେଉଁ ସହରରେ ସବୁଠାରୁ ଅଧିକ ଅଦା ଉତ୍ପାଦନ କରାଯାଏ? ଅପସନ୍ ଏ ବିହାର, ଅପସନ୍ ବି ପଞ୍ଜାବ, ଅପସନ୍ ସି କର୍ଣ୍ଣାଟକ, ଅପସନ୍ ଡି ମଧ୍ୟପ୍ରଦେଶ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ମଧ୍ୟପ୍ରଦେଶ। ଏହିପରି ନୂଆ ନୂଆ ସାଧାରଣ ଜ୍ଞାନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ ବି କରିଦିଅନ୍ତୁ। ଧନ୍ୟବାଦ।